ଗୋଟେ ଗୀତ ଥିଲା ଛୋଟ ମୋର ଗାଁଟି ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି କିନ୍ତୁ ଛୋଟ ମୋର ଗାଁଟି ବହୁତ ସୁନ୍ଦର ଗାଁ ଏତେ ସୁନ୍ଦର ଗାଁର ପରିବେଶ ଏତେ ସୁନ୍ଦର ଗାଁର ପିଲାମାନେ ଦେଖନ୍ତୁ କେତେ ବଢ଼ିଆ ଖେଳୁଛନ୍ତି ଏଇଟା ମୋ ଗାଁ ପଳାଶପୁର ଏଇ ଗାଁରେ ଏଇ ପିଲାମାନେ ଖେଳୁଛନ୍ତି କେତେ ସୁନ୍ଦର ଭାବେ ସେମାନେ ଏନ୍ଜୟ କରୁଛନ୍ତି ଏଇ ଜିନିଷ କ'ଣ ଆମେ ସତରେ ସହରରେ ପାଇପାରିବା ଏ ଜିନିଷ ବା ଏଇ ଯେଉଁ ମଜା ମଉଜ କ'ଣ ଆମେ କେବେ ବି ସହରରେ ପାଇପାରିବାନି ଏଇଠି ପିଲାମାନେ ଖେଳୁଛନ୍ତି ଏବଂ ଏଇଟା ହେଉଛି ଆମ ଗାଁର ମଧ୍ୟସ୍ଥଳ ବା ଯାହାକୁ ଆମ ଗାଁ ପଡ଼ିଆ ବୋଲି କହୁଛୁ ଏବଂ ତାରି ଭିତରେ ଆଉ ଗୋଟେ ଜିନିଷ ବି ଦେଖେଇବି ଯେଉଁଟା ଆମର ସମସ୍ତଙ୍କର ପୋଖରୀ ଗାଁ ପୋଖରୀ ଆଜିକାଲି ତ ପୋଖରୀ ପ୍ରାୟ ଦେଖିବାକୁ ମିଳୁନି ସବୁଠି ପୋତି ଗଲାଣି ଆଉ କେଉଁଠି ପୋଖରୀ ପୋତିକି ସରକାରୀ କାର୍ଯ୍ୟ ହେଲାଣି ଏଇଠି ବି ଅଛି এইটা হচ্ছে এই যে জায়গা আপনার দেখাচ্ছি এটা হচ্ছে মো গাঁর মেডিকাল নূয়া তৈরি চালিছি এবং গাঁ লোক কেমি সুস্থ রহে সেপ্রতি মতো ধ্যান দিয়া যাই সেইটি রয়েছে যেটি সেইটি দেখাচ্ছি বালি আরপটে সেটা হচ্ছে অঙ্গনবাড়ি কেন্দ্র তো গাঁটি যেতে সুন্দর গাঁর ভাই মানে সেতিকি সুন্দর পিলা মানে সেতিকি সুন্দর আপনার জীবনর কথার যে লোগো দেখুছেন জীবনর কথা দুইটি লোগো অছি গোটে গোল লোগো অছি আর গোটে সিধা লোগো অছি সে দুইটি লোগো তৈরি করছি মোরি গাঁ পিলা ଆଉ କେହି ନୁହେଁ ବାହାର ପିଲା ନୁହେଁ ଆଉ ସେ ଯେଉଁ ତିଆରି କରିଛି ସେଇଟା ମୋତେ ଗୋଟେ ଉପହାର ସ୍ୱରୂପ ଦେଇଛି ତା ପାଇଁ ମୁଁ କୌଣସି ଦେୟ ଦେଇନି ପିଲାଟି ମୋରି ପାଖରେ ଅଛି କଥା ହେବା ସେ ହେଉଛି ଆମର ମନୋଜ ମହାକୁଡ଼ ଆମେ ତାକୁ ସ୍ନେହରେ ସମସ୍ତେ ବାପୁନ ବୋଲି ଡାକୁ ବଢ଼ିଆ ଆର୍ଟ କରେ ବହୁତ ସୁନ୍ଦର ଆର୍ଟ କରେ ବର୍ତ୍ତମାନ ପିଟି ଟିଚର ସିଏ ଅଛି ତା ବୃତ୍ତିଗତ ଜୀବନରେ କିନ୍ତୁ ବ୍ୟକ୍ତିଗତ ଜୀବନରେ ସେ କେବେ ବି ତାର ସେ ଆର୍ଟକୁ କେବେ ଛାଡ଼ିନି ବା ସେ କଳାକୁ କେବେ ଛାଡ଼ିନି ନା କ'ଣ ଜୀବନର କଥା ମୁଁ କହିଥିଲି କେବଳ ଗୋଟେ ବନେଇବା ପାଇଁ କ'ଣ କେମିତି ଆଇଡ଼ିଆଟା ଆଇଲା ଯେ ଏଇ ଭଳିଆ ବନେଇଲେ ଭଲ ଲାଗିବ ଭଲ ଲାଗିଲା ଗୋଟେ ତିଆରି କରିକି ଦେଖିଲି ଆଉ ତାପରେ ସଜା ଯେମିତି ଦେଇଥିଲୁ ସେଇ ହିସାବରେ ଗୋଟେ କରିବାକୁ ଚେଷ୍ଟା କଲି ଭଲ ଲାଗିଲା ଯେମିତି ବହୁତ ଦିନ ପରେ ଆଣିଲି କାହିଁକିନା ଇଏ ଜୀବନର କଥାର ଲୋଗୋଟା ପ୍ରାୟ 2 ବର୍ଷ ଖଣ୍ଡେ ହେଲାଣି 2 ବର୍ଷ ହେଇଗଲାଣି ତ 2 ବର୍ଷ ପରେ ମୁଁ ସାମ୍ନାକୁ ଆଣିଲି ଯେ ବାସ୍ତବରେ ପ୍ରଚ୍ଛଦ ପଟର ଯଦି କିଏ ଥାଏ ସେ ଏଇ ପିଲାଟି ବଡ ଜିନିଷ ନୁହେଁ ନିଶ୍ଚିତ ଭାବେ ଗୋଟେ ବଡ଼ କଥା ସେଇଟା ଗୋଟେ ବଡ଼ କଥା ସମସ୍ତଙ୍କର ବୃତ୍ତିଗତ ଜୀବନ ଅଲଗା ବ୍ୟକ୍ତିଗତ ଜୀବନ ଅଲଗା ଆମର ତୋର ମୋର ଗୋଟେ ବ୍ୟକ୍ତିଗତ ସମ୍ପର୍କ ବି ଅଛି ସାନ ଭାଇଟେ ଭଳିଆ ସିଏ ମୋର କିନ୍ତୁ ସବୁଠୁ ବଡ଼ କଥା ହେଲା ଆଜି ଜୀବନର କଥାରେ ଯେଉଁ ଲୋଗୋଟି ସବୁଠି ପଡ଼ୁଛି ସେଇଟା ଇଏ ହିଁ ଦେଇଛି ସବୁ ଶ୍ରେୟ ୟାକୁ ଯାଏ ସବୁ ତାର ଆଇଡ଼ିଆ ସବୁ ମୁଁ ଖାଲି କହିଥିଲି ଲାଷ୍ଟରେ ଗୋଟେ ଡଟ୍ ଡଟ୍ କରି ଗୋଟେ ପେନ୍ ରଖିବା ପାଇଁ ସେ ସେଇଥିକୁ ବି ମାନେ ରଖିଛି ଆଉ ସେଇଟା ସବୁଠୁ ବଢ଼ିଆ କଥା ଯେ ମୋ ଗାଁ ପିଲା ଏଇଟା କରିଛି ସେଇଟା ମୋର ଗର୍ବ ସେଇଟା ମୋର ଗୌରବ ମୋ ଗାଁ ପିଲା କରିଥିବା ଜୀବନର କଥାକୁ ହଜାର ହଜାର ସଂଖ୍ୟାରେ ଆପଣମାନେ ଦେଖୁଛନ୍ତି ସେଇଟା କେବଳ ମୋ ଗାଁ ପିଲା କରିଛି ସେଥିପାଇଁ ଗାଁ ଗାଁ ଆଜ୍ଞା ପଛେ ଦୁନିଆ ଆମକୁ ମଫସଲି କହୁ କିଛି ଫରକ ପଡ଼େ ନାହିଁ ହଁ ଆଜ୍ଞା ମୁଁ ମଫସଲି ଏଇ ପୋଖରୀରେ ପହଁରିଲେ ଏଇ ପୋଖରୀକୁ କୁଦା ମାରିକି ପହଁରିବାର ଖୁସି ମିଳିବ ହଜାରେ ସୁଇମିଂ ପୁଲରେ ବୁଲି ଆସିଲେ ବି ସେ ଖୁସି ମିଳିବନି ଆଉ ଗାଁ ଦାଣ୍ଡର ଧୂଳିରେ ଗଡ଼ିଗଲେ ଯେଉଁ ଶାନ୍ତି ମିଳିବ ସେ ଶାନ୍ତି ଆଉ କେଉଁଠି ନାହିଁ ସେଇଥିପାଇଁ ସବୁବେଳେ ଗାଁକୁ ଆପଣ ବର୍ଷରେ ଥରେ ହଉ ପଛେ ଯିଏ ଯୋଉଠି ରହୁଛନ୍ତି ଗାଁକୁ ନିଶ୍ଚିତ ଆସିବାର ଆବଶ୍ୟକତା ଅଛି ଗାଁର ଥରେ ଖାଲି ଯଦି ପରିବେଶ ଭିତରେ ଜଣେ ବୁଲିଯାଏ ହଜାରେ ମାନସିକ ଚିନ୍ତା ଦୂର ହେଇଯିବ ନା ନାହିଁ କି ଆମେ କିନ୍ତୁ ବୃତ୍ତିଗତ ଜୀବନରେ ଏତେ ମାତ୍ରାରେ ବ୍ୟସ୍ତ ରହିଯାଉଛେ ଯେ ଆମେ ଆସିପାରୁନେ ଆମେ ଗାଁକୁ ଧ୍ୟାନ ଦେଉନେ ଆମ ଗାଁ ପିଲାଙ୍କ ସହିତ ଧ୍ୟାନ ଦେଉନେ ଏଇ ଯେଉଁ ପିଲାମାନେ ଖେଳୁଛନ୍ତି କେତେ ସୁନ୍ଦର ଏଇ ଯେଉଁ ଭାବବନ୍ଧନ ଏ ଭାବବନ୍ଧନ ଆଉ କିଛି ଦିନ ପରେ ଏମାନଙ୍କ ଭିତରେ ଥିବନି କାହିଁକିନା କିଏ କୋଉଠି ବୃତ୍ତିଗତ ଜୀବନରେ ପଳେଇଥିବ ଏଇ ଆମ କ୍ଲବ ଘର ପୁରା ଫାଙ୍କା ପଡ଼ିଛି କିନ୍ତୁ ଗୋଟେ କ'ଣ କି ଆମେ ଟାଉନରେ ଏଇ କ୍ଲବ ଘରେ ମାନେ ମେମ୍ବରସିପ୍ ନେଇକି ରହୁଛେ ମାନେ ହଜାର ହଜାର ଟଙ୍କା ଦେଇକି ଗାଁ କ୍ଲବ ଆଜି ଫାଙ୍କା ପଡୁଛି ମାନେ ଏଇଟା ଗୋଟେ ଗୋଟେ କ'ଣ କି ଏଇ ଜିନିଷ ଗୁଡାକୁ ଆମକୁ ଭାବିବାକୁ ପଡିବ ଭାବିବାର ସମୟ ଆସିଛି ଗାଁ ଆଉ ଗାଁ ହେଇକି ରହିବନି କାହିଁକି ନା ଆମ ଏଇ ଗାଁ କ୍ଲବ ଆଜି ଫାଙ୍କା ପଡୁଛି ଏଠି କ୍ୟାରମଟେ ଥାନ୍ତା ଏଠି ଗୋଟେ କଣଟେ ଥାନ୍ତା ହଁ ଖେଳଟେ ହୁଅନ୍ତା କେତେ ବଢିଆ ହୁଅନ୍ତା ହଁ ଯିଏ ଯୋଉଠି ରହିଛନ୍ତି ସେମାନେ ଆସନ୍ତେ ଖେଳନ୍ତେ ଗୋଟେ ଖୁସି ଲାଗନ୍ତା କିନ୍ତୁ ଆଜି କ୍ଲବ ପୁରା ଫାଙ୍କା ଫାଙ୍କା ରହିଛି କାହିଁକି ନା ସମସ୍ତେ ବୃତ୍ତିଗତ ଜୀବନରେ ବ୍ୟସ୍ତ ଆଉ ସମସ୍ତେ ଆମୋଦ ପ୍ରମୋଦ ପାଇଁ କ୍ଲବରେ ମେମ୍ବରସିପ୍ ନେଉଛନ୍ତି ମାନେ ହଜାର ହଜାର ଟଙ୍କା ଯୋଉଠି ଖର୍ଚ୍ଚ କରୁଛନ୍ତି ତେଣୁ ଗାଁଟା ଗାଁ ଆଜ୍ଞା ଗାଁଟା ପୁରା ସ୍ୱତନ୍ତ୍ର ଆଉ ଆଉ ଅନୁରୋଧ ହେତିକି ରହିବ ଏଇ ମୋ ସାନ ଭାଇ କ'ଣ କହୁଛି ଯୋଉମାନେ ବି ବାହାରେ ଅଛନ୍ତି ଯାଇକି ଥରେ ଗାଁ ବୁଲି ଆସନ୍ତୁ କାଲି ଯାଆନ୍ତୁ
प्रति सप्ताह जदि आपण पारुचंती वीकेंड रे जातु कहीं छुट्टी तो रविवार निश्चित थी जमी मु आज रविवार आसी तो ए रविवार रविवार टी छुट्टी मु भी वृत्तिगत जीवन में बहुत व्यस्त किंतु रविवार आज गाँव को आसिक देखुची जो माहौल एत बढ़िया लगुच केते सुंदर केते गछ अच्छी सब जिन जो मोर पूरा अतीतटा ये सब स्मृतिटा ये तो से स्मृति को आम साउंटापी निश्चित भाव समय काढ़ी गाँव को जीवार आवश्यकता अच्छी आज्ञा यही तो जीवन कथा।